ଏହି ଭିଡ଼ିଓରେ ଆମେ ଆଜି ଗଣତନ୍ତ୍ରର ଲକ୍ଷଣ ଓ ଗୁଣଗୁଡ଼ିକ ବିଷୟରେ ପଢ଼ିବା, ଯାହାକି ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ପଲିଟିକାଲ ସାଇନ୍ସ ୟୁନିଟ୍ 1ର ଏକ ଟପିକ୍ ଅଟେ। ପିଲାମାନେ, ଭିଡ଼ିଓଟି ଯଦି ତୁମମାନଙ୍କୁ ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମ ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରିଦେବ। ତା ସହିତ ଆହୁରି +2 ସେକେଣ୍ଡ ଇୟର ଆର୍ଟ୍ସ ପଲିଟିକାଲ ସାଇନ୍ସର ଭିଡ଼ିଓ ଗୁଡ଼ିକୁ ଦେଖିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ଗଣତନ୍ତ୍ରର ଲକ୍ଷଣ। ପିଲାମାନେ, ଏହି ଗଣତନ୍ତ୍ରର ଲକ୍ଷଣ 3 ମାର୍କର ପ୍ରଶ୍ନ ଆସିଥାଏ। ତୁମର ପରୀକ୍ଷାରେ ଯଦି 3 ମାର୍କର ପ୍ରଶ୍ନ ଆସେ ପିଲାମାନେ, ଗଣତନ୍ତ୍ରର ଲକ୍ଷଣ ଗୁଡ଼ିକ ବିଷୟରେ ଲେଖ ବୋଲି ଏଠାରେ ଯେଉଁ 6ଟି ଲକ୍ଷଣ ଦିଆଯାଇଛି ସେ 6ଟି ଲକ୍ଷଣ ଲେଖିଦେଲେ ପିଲାମାନେ ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ଗଣତନ୍ତ୍ରର ପ୍ରଥମ ଲକ୍ଷଣଟି ହେଉଛି ଜନସାଧାରଣଙ୍କ ସାର୍ବଭୌମତ୍ୱ। ଜନସାଧାରଣଙ୍କ ସାର୍ବଭୌମତ୍ୱ କହିଲେ ପିଲାମାନେ, ଗଣତନ୍ତ୍ରରେ ସାଧାରଣ ଜନତା ହିଁ ବାସ୍ତବ କ୍ଷମତାର ଅଧିକାରୀ ଅଟନ୍ତି। ସାଧାରଣ ଜନତାଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ସେହି ସାଧାରଣ ଜନତାମାନଙ୍କର ସେବକ ଅଟନ୍ତି। ପରବର୍ତ୍ତୀ ଗଣତନ୍ତ୍ରର ଲକ୍ଷଣ ହେଉଛି ପିଲାମାନେ ଆଇନର ଶାସନ। ଆଇନର ଶାସନ କହିଲେ ପିଲାମାନେ, ଯେତେବେଳେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଶାସନ କରାଯାଏ, ସେହି ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ଅନୁସାରେ ହିଁ ଶାସନ କରାଯାଇଥାଏ ବା ସମ୍ବିଧାନର ନୀତି ନିୟମ ଅନୁସାରେ ଶାସନ କରାଯାଇଥାଏ। କୌଣସି ବ୍ୟକ୍ତି ନୁହେଁ ବା କୌଣସି ବ୍ୟକ୍ତିର ବ୍ୟକ୍ତିଗତ ଆଇନ ଦ୍ୱାରା ଗଣତାନ୍ତ୍ରିକ ରାଷ୍ଟ୍ର ପରିଚାଳିତ ହୁଏ ନାହିଁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ହେଉଛି ସର୍ବୋଚ୍ଚ ଏବଂ ସମ୍ବିଧାନରେ ଯେଉଁ ନୀତି ନିୟମ କାନୁନ ଗୁଡ଼ିକ ଅଛି ସେହି ନୀତି ନିୟମ କାନୁନକୁ ପାଳନ କରି ଶାସନ କରାଯାଇଥାଏ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରକୁ। ଗଣତନ୍ତ୍ରର ପରବର୍ତ୍ତୀ ଲକ୍ଷଣଟି ହେଉଛି ସମାନତା ଓ ସ୍ୱାଧୀନତା। ସମାନତା ଓ ସ୍ୱାଧୀନତା କହିଲେ ପିଲାମାନେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ଜନସାଧାରଣ ମାନଙ୍କୁ ସମାନତା ଓ ସ୍ୱାଧୀନତାର ଅଧିକାର ଦିଆଯାଇଅଛି। ସମସ୍ତଙ୍କ ମତର ସମାନ ମୂଲ୍ୟ ଅଛି। ସମସ୍ତଙ୍କୁ ମତ ବ୍ୟକ୍ତ କରିବାର ସ୍ୱାଧୀନତା ଦିଆଯାଇଛି। ଧର୍ମ ଗ୍ରହଣ ତଥା ଧର୍ମ ପ୍ରଚାରର ସ୍ୱାଧୀନତା ଦିଆଯାଇଛି। ତା ସହିତ ନିଜ ନିଜସ୍ୱ ସଂସ୍କୃତିର ଉନ୍ନତି ପାଇଁ ମଧ୍ୟ ସ୍ୱାଧୀନତାର ଅଧିକାର ଦିଆଯାଇଛି। ପରବର୍ତ୍ତୀ ଗଣତନ୍ତ୍ରର ଲକ୍ଷଣଟି ହେଉଛି ବହୁମତର ପ୍ରାଧାନ୍ୟ। ଗଣତନ୍ତ୍ରରେ ରାଜନୈତିକ ଦଳମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେଉଁ ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରେ, ସେହି ରାଜନୈତିକ ଦଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ଗଠନ କରେ। ପରବର୍ତ୍ତୀ ଗଣତନ୍ତ୍ରର ଲକ୍ଷଣଟି ହେଉଛି ଆଲୋଚନା ଓ ସମାଲୋଚନା। ଆଲୋଚନା ଓ ସମାଲୋଚନା କହିଲେ ପିଲାମାନେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ଯାହା ବି ଆଇନ ତିଆରି ହୁଏ ଆଲୋଚନା ମାଧ୍ୟମରେ ତିଆରି ହୁଏ। ତା ସହିତ ପିଲାମାନେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କୁ ସମାଲୋଚନା କରିବା ପାଇଁ ସାଧାରଣ ଜନତାମାନଙ୍କୁ ଅଧିକାର ମଧ୍ୟ ଦିଆଯାଇଅଛି। ଗଣତନ୍ତ୍ରର ପରବର୍ତ୍ତୀ ଲକ୍ଷଣଟି ହେଉଛି ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ। ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ କହିଲେ ପିଲାମାନେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେତେବେଳେ ଆଇନ ଗୁଡ଼ିକୁ ପରିବର୍ତ୍ତନ କରାଯାଇଥାଏ, ସମ୍ବିଧାନ ଅନୁଯାୟୀ ଆଇନ ଗୁଡ଼ିକୁ ପରିବର୍ତ୍ତନ କରାଯାଇଥାଏ। ହିଂସା ମାଧ୍ୟମରେ ଗଣତାନ୍ତ୍ରିକ ରାଷ୍ଟ୍ରର ଆଇନ ଗୁଡ଼ିକ ପରିବର୍ତ୍ତନ କରାଯାଇନଥାଏ ବା ବଳ ପ୍ରୟୋଗ ମାଧ୍ୟମରେ ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ଗୁଡ଼ିକ ପରିବର୍ତ୍ତନ କରାଯାଇନଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ଗୁଡ଼ିକ ସମ୍ବିଧାନ ଅନୁଯାୟୀ ହିଁ ପରିବର୍ତ୍ତନ କରାଯାଇଥାଏ। ହିଂସା ଏବଂ ବଳ ପ୍ରୟୋଗକୁ
ଗଣତନ୍ତ୍ରରେ ସବୁବେଳେ ବିରୋଧ କରାଯାଇଥାଏ। ଯଦି ପିଲାମାନେ ତୁମର ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସେ ଗଣତନ୍ତ୍ରର ଲକ୍ଷଣ ଗୁଡ଼ିକ ବିଷୟରେ ଲେଖ, ତାହେଲେ ଏଠାରେ ଯେଉଁ 6ଟି ପଏଣ୍ଟ ମୁଁ ବର୍ଣ୍ଣନା କଲି, এই 6ଟି ପଏଣ୍ଟକୁ ତୁମେ ତୁମର ଉତ୍ତରରେ ଲେଖିଦେବ, ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ବର୍ତ୍ତମାନ ଆମେ ଜାଣିବା ପିଲାମାନେ ଗଣତନ୍ତ୍ରର ଗୁଣ ବିଷୟରେ। ଏହି ଗଣତନ୍ତ୍ରର ଗୁଣ ମଧ୍ୟ ତୁମର ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିଥାଏ। ଯଦି ତୁମର ପରୀକ୍ଷାରେ ଗଣତନ୍ତ୍ରର ଗୁଣଗୁଡ଼ିକ ବିଷୟରେ ଲେଖ ବୋଲି 3 ମାର୍କର ପ୍ରଶ୍ନ ଆସେ ପିଲାମାନେ, ଏଠି ଯେଉଁ ମୁଁ 7ଟି ପଏଣ୍ଟ ଲେଖିଛି, ଏ 7ଟି ପଏଣ୍ଟକୁ ତୁମର ଉତ୍ତର ଖାତାରେ ଲେଖିଦେବ, ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ଗଣତନ୍ତ୍ରର ପ୍ରଥମ ଗୁଣଟି ହେଉଛି ସାମ୍ୟବାଦ। ସାମ୍ୟବାଦ କହିଲେ ପିଲାମାନେ ଗଣତନ୍ତ୍ରରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି। କେମିତି ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି? ଏକ ବ୍ୟକ୍ତିଙ୍କୁ ଏକ ଭୋଟ ଅନୁସାରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି। ପରବର୍ତ୍ତୀ ଗଣତନ୍ତ୍ରର ଗୁଣ ହେଉଛି ବ୍ୟକ୍ତି ସ୍ୱାଧୀନତାର ସୁରକ୍ଷା। ବ୍ୟକ୍ତି ସ୍ୱାଧୀନତାର ସୁରକ୍ଷା କହିଲେ ପିଲାମାନେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ଜନସାଧାରଣମାନଙ୍କୁ ନିଜ ନିଜ ମତ ଗୁଡ଼ିକ ପ୍ରକାଶ କରିବା ପାଇଁ ସେମାନଙ୍କୁ ସ୍ୱାଧୀନତାର ଅଧିକାର ଦିଆଯାଇଅଛି। ତା ସହିତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ଜନସାଧାରଣମାନଙ୍କୁ ସରକାରଙ୍କୁ ସମାଲୋଚନା କରିବା ପାଇଁ ମଧ୍ୟ ଅଧିକାର ଦିଆଯାଇଅଛି। ପରବର୍ତ୍ତୀ ଗଣତନ୍ତ୍ରର ଗୁଣ ହେଉଛି ଉତ୍ତରଦାୟୀ ଶାସନ। ଉତ୍ତରଦାୟୀ ଶାସନ କହିଲେ ପିଲାମାନେ ଶାସକମାନେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ପାଖରେ ଉତ୍ତରଦାୟୀ ଅଟନ୍ତି। ଭୋଟ ଦ୍ୱାରା ମଧ୍ୟ ସରକାର ପରିବର୍ତ୍ତନ ହେବାର ସମ୍ଭାବନା ଥାଏ। ତେଣୁକରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଶାସକମାନେ ସାଧାରଣ ଜନତାଙ୍କ ପାଖରେ ଉତ୍ତରଦାୟୀ ଅଟନ୍ତି। ପରବର୍ତ୍ତୀ ଗଣତନ୍ତ୍ରର ଗୁଣ ହେଉଛି ବ୍ୟକ୍ତିତ୍ୱର ବିକାଶ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ସମସ୍ତ ଜନସାଧାରଣମାନଙ୍କୁ ସମାନ ମର୍ଯ୍ୟାଦା ତା ସହିତ ସମାନ ସ୍ୱାଧୀନତା ଦେଇଥାଏ ତଥା ଜନସାଧାରଣମାନଙ୍କ ମନରେ ଆତ୍ମବିଶ୍ୱାସ ଓ ସଚେତନତା ବୃଦ୍ଧି କରିଥାଏ। ପରବର୍ତ୍ତୀ ଗଣତନ୍ତ୍ରର ଗୁଣ ହେଉଛି ଶିକ୍ଷାଗତ ମୂଲ୍ୟ। ଏହି ଗଣତନ୍ତ୍ର ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ମନରେ ରାଜନୈତିକ ଚେତନାର ବିକାଶ ଘଟାଇଥାଏ। ତା ସହିତ ଜନସାଧାରଣମାନଙ୍କ ମନରେ ଦାୟିତ୍ୱବୋଧ ମଧ୍ୟ ବୃଦ୍ଧି କରିଥାଏ। ପରବର୍ତ୍ତୀ ଗଣତନ୍ତ୍ରର ଗୁଣ ହେଉଅଛି ସର୍ବସାଧାରଣଙ୍କ ହିତ ସାଧନ। ଗଣତନ୍ତ୍ରର ମୁଖ୍ୟ ଲକ୍ଷ୍ୟ ହେଉଅଛି ଜନମଙ୍ଗଳ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ସବୁବେଳେ ଶାସନ ଓ ଜନତାର ସ୍ୱାର୍ଥକୁ ଦୃଷ୍ଟି ଦେଇଥାଏ। ଗଣତନ୍ତ୍ରର ପରବର୍ତ୍ତୀ ଗୁଣଟି ହେଉଛି ଶାନ୍ତି ଓ ସହଯୋଗ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେତେବେଳେ ସାଧାରଣ ଜନତାଙ୍କ ପାଇଁ ଆଇନ ପରିବର୍ତ୍ତନ କରାଯାଏ ବା ତିଆରି କରାଯାଏ, ସେହି ସମୟରେ ଆଲୋଚନା ଓ ବୁଝାମଣାରେ ହିଁ ତାର ସମାଧାନ କରାଯାଇଥାଏ। ତେଣୁକରି ଏଠାରେ କୁହାଯାଇଛି ପିଲାମାନେ ବଳରେ ନୁହେଁ ପୋଲରେ ଅର୍ଥାତ୍ ଭୋଟରେ। ପିଲାମାନେ ଆଜିର ଏହି ଭିଡ଼ିଓରେ ଆମେ ଜାଣିଲେ ଗଣତନ୍ତ୍ରର ଲକ୍ଷଣ ଓ ଗୁଣ ବିଷୟରେ, ଯାହାକି ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ପଲିଟିକାଲ ସାଇନ୍ସର ୟୁନିଟ୍ 1ର ଏକ ଟପିକ୍ ଅଟେ। ଏହି ଗଣତନ୍ତ୍ରର ଲକ୍ଷଣ ଓ ଗୁଣ 3 ମାର୍କର ପ୍ରଶ୍ନ ଆସିଥାଏ। ଯଦି ପିଲାମାନେ ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ, ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମ ସାଙ୍ଗମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରିଦେବ। ତା ସହିତ +2 ସେକେଣ୍ଡ ଇୟର ଆର୍ଟ୍ସ ପଲିଟିକାଲ ସାଇନ୍ସର ଭିଡ଼ିଓ ଗୁଡ଼ିକ ଆହୁରି ଦେଖିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।